ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଥିଲା ରାକ୍ଷୀ ବନ୍ଧା। ମୋ ହାତରେ କେହି ରାକ୍ଷୀ ନ ବାନ୍ଧିଥିବାରୁ ମୁଁ ବୁଲୁଥିଲି ଏକା ଏକା। ପିଲାମାନେ ପଚାରିଲେ, ଭାଇ ମନ ଦୁଃଖରେ କାହିଁକି ବୁଲୁଛ? ମୁଁ କହିଲି, ରାକ୍ଷୀ ବନ୍ଧାଟା କେହି ରାକ୍ଷୀ ନ ବାନ୍ଧିବାରୁ ଭାରି ମନ ଦୁଃଖ ହେଇଛି। ପିଲାମାନେ କହିଲେ, ଆମେ ସମସ୍ତେ ମିଶି। ଚନ୍ଦନ କହିଲା, ଭାଇ ମୁଁ ବାନ୍ଧିବି ରାକ୍ଷୀ, ହେଲେ ତମେ କିନ୍ତୁ ରହିବ ମୋର ସାକ୍ଷୀ। କହିଲା, ହଉ ବାବା, ରହିବି ପଛେ ସାକ୍ଷୀ, ତୁ ଆଗ ବାନ୍ଧିଦେ ରାକ୍ଷୀ। ସକାଳୁ କେହି ବାନ୍ଧିନାହାନ୍ତି ରାକ୍ଷୀ, ସେଥିପାଇଁ ଚନ୍ଦନ ପଳାଇ ମୁଣ୍ଡରେ ନେଇକି ସିନ୍ଦୁର ନଗେଇଲା, ତାପରେ କାନରେ ଗୋଟେ ଫୁଲ ଗୁଞ୍ଜିଦେଲା। ଏହା ଦେଖି ତାଙ୍କୁ ଖିରି ଖିରି ବାଜି ହସୁଥିଲା। ଚନ୍ଦନ ପୁଣି ମୁରୁକି ହସେଇଦେଲା। ମୁଣ୍ଡରେ ଦେଲା ପୁଳେ ଦୁବ ପକେଇ, ପୁଣି ଟିକେ ଦେଲା ମୁଣ୍ଡରେ ଦେଲା ଟିକେ ଦୁବ ପକେଇ, ପୁଣି ଦେଲା ଟିକେ ସିନ୍ଦୁର ନଗେଇ। ତାପରେ ରାକ୍ଷୀ ପ୍ୟାକେଟରୁ ଖୋଲିଲା, ହାତରେ ମୋର ବାନ୍ଧିଦେଲା। ହାତରେ ବାନ୍ଧି ବାନ୍ଧି ମାକୁ କହିଲା, ଆରେ ହେଇ ତା ହାତରେ କ'ଣ ବାନ୍ଧିଲୁ? ମୋ ହାତରେ ବାନ୍ଧିବ କିଏ? ସୁଶାନ୍ତ ସିଂ ଦେଖି କହିଲେ, ଆରେ ମୁଁ ବା ଅଛି, ଆଉ ବାନ୍ଧିବ କିଏ? ଏହାପରେ ଚନ୍ଦନ ଏମିତି ବାନ୍ଧି ଚାଲିଲା। ଆରେ ରାକ୍ଷୀ ଗଣ୍ଠିଟା ଜଲ୍ଦି ଜଲ୍ଦି ପକା, କେତେ ସମୟ ତତେ ଟାଇମ୍ ଲାଗିଲା? ମୁଁ ରାକ୍ଷୀ ବାନ୍ଧିବାକୁ ହେଲି ଉଛନ। ମାକୁ କହିଲା, ରୁହ ଟିକେ ଭାଇ, କାହିଁ ହଉଛ କନ କନ? ତାପରେ ମିଠା ନାଦରେ ଦେଲେ ଶିରା ଟିକେ ଚକେଇ, ମତେ ପୁଣି ଗିଫ୍ଟ ଦେଲେ ମୁଠୁ ଚାନ୍ଦି। ଆରେ ମୋ ପାଖରେ ଗିଫ୍ଟ ନଥିଲା, ଦେଇଦେଲି ତାଙ୍କୁ ମୋବାଇଲ। ଜୟ ଜଗନ୍ନାଥ।